ନମସ୍କାର ସାଙ୍ଗମାନେ। ସକାଳୁ ଗାଧୋଇ ଆସି ଦେଖେ ତ ମୋ ଝିଅ ନିଦରୁ ଉଠି ପଡ଼ିଥିଲା। ସେଥିପାଇଁ ବେଡ଼ଟିକୁ ଭଲ ଭାବରେ ଝାଡ଼ି ଦେଇ ପାରୁସା ଗୁଡ଼ିକୁ ସଜାଡ଼ିକି ରଖିନେଲି। ତାପରେ ମୁଁ ଚାଲିଗଲି ରୋଷେଇ ଘରକୁ ମୋ ଝିଅ ପାଇଁ ଖାଇବା କରିବାକୁ। ତା ପାଇଁ ଖାଇବା କରିଦେଇ ତାକୁ ଖୁଆଇ ଦେଲି। ସଡନ୍ ଅଙ୍ଗନବାଡ଼ିରୁ କଲ୍ ଆସି ପହଞ୍ଚିଲା ଅଣ୍ଡା ଛତୁ ଆଣିବା ପାଇଁ। ସେଥିପାଇଁ ମୁଁ ଯାଇ ପହଞ୍ଚିଗଲି ଅଙ୍ଗନବାଡ଼ିରେ। ସେଠି ପହଞ୍ଚି ପ୍ରଥମେ ସିଗ୍ନେଚର ଦେଇଥିଲି, ତାପରେ ଅଣ୍ଡା ଛତୁଆ ନେଇ ଘରକୁ ପଳେଇ ଆସିଲି। ଘରକୁ ଆସି ଦେଖେ ତ ମୋ ଝିଅ ପାଣିରେ ଖେଳୁଛି। ତାକୁ ତ ପାଣିରେ ଖେଳିବା ପାଇଁ ଭାରି ମଜା ଲାଗେ। ଯେତେ ଡାକିଲେ ବି ସେ ତ ଜମା ଆସୁନଥିଲା। ତାକୁ ଜବରଦସ୍ତି ସେଠୁ ନେଇ ଆସି ଗାଧୋଇ ପାଧୋଇ ରେଡ଼ି କରିଦେଲି। ତାପରେ ସେ ବାବା ମାମାଙ୍କ ସହ ମାର୍କେଟ ପଳେଇଲା। ମୁଁ ଏଠି ଦ୍ୱିପହର ରୋଷେଇ ଖାଇବା ପାଇଁ ତିଆରି କରିଦେଇଥିଲି। ତାପରେ ମୁଁ ଚାଲିଗଲି ବାରିପଟକୁ। ବାରିଆଡ଼େ ଯାଇ ଦେଖେ ତ ଆଈ ଅଳିଆ ଗୁଡ଼ିକୁ ଏକାଠି କରିଦେଇଛନ୍ତି। ସେଥିପାଇଁ ଡିଆସିଲି ନେଇ ସେଠି ନିଆଁ ଚେଙ୍ଗିଦେଲି। କିଛି ସମୟ ପରେ ସବୁ ଅଳିଆ ଗୁଡ଼ିକ ଜଳିଗଲା। ଶୀତଦିନେ ଏ ନିଆଁକୁ ଦେଖିଲେ ତ ଭାରି ମଜା ଲାଗୁଥିଲା। ସେଠୁ ତ ଆସିବା ପାଇଁ ଇଚ୍ଛା ହେଉନଥିଲା। ତାପରେ ମୋ ଝିଅ ଆସି ମଧ୍ୟ ଘରେ ପହଞ୍ଚି ଯାଇଥିଲା। ତାକୁ ମୁଁ ଖୁଆଇ ଦେଇଥିଲି। ତାକୁ ଖୁଆଇ ଦେଇ ଆମେ ସମସ୍ତେ ମଧ୍ୟ ଖାଇ ଦେଇଥିଲୁ। ରହିଲି। ଜୟ ଜଗନ୍ନାଥ।